ଜଗନ୍ନାଥ ସମସ୍ତଙ୍କୁ ପୁଣି ଥରେ ପ୍ରଣାମ ଜଣାଇ ଆଜିର ନୂଆ ଭିଡ଼ିଓଟିକୁ ସୁଟିଂ ଚାଲିଛି। ଦେଖନ୍ତୁ ଆମର ତୁଳସୀ ବଣ ଭିତରେ କାଳିଆ ସୁନା ଜଗନ୍ନାଥ ଜଗନ୍ନାଥଙ୍କ ମୁଣ୍ଡ କାଟି ତାଙ୍କ ମୁଣ୍ଡ ଉପରେ ତୁଳସୀର ମହିମା ବିଷୟରେ ଆଜି ଆଲୋଚନା କରିବା, ଜାଣିବା। ଏ ସନାତନୀ ଗୁଡ଼ାକ ପାଗଳ ହେଇଗଲେଣି। ତୁଳସୀ ଗଛ କ'ଣ ପୂଜା କରୁଛନ୍ତି? ତୁଳସୀ ଗଛ ଜଗନ୍ନାଥଙ୍କ ପାଖରେ ଲାଗୁଛି, ଜଗନ୍ନାଥଙ୍କ ମୁଣ୍ଡରେ ଲାଗୁଛି, ଜଗନ୍ନାଥଙ୍କ ଭୋଗରେ ଲାଗୁଛି। ଭାଇ ୟାର କ'ଣ କାରଣ? କ'ଣ ଏମାନେ ସବୁ ଏଇ ତୁଳସୀ ଗଛକୁ ଏତେ ଭଲ ପାଉଛନ୍ତି? ଚାଲନ୍ତୁ ସେ ବିଷୟରେ କିଛି ଉପସ୍ଥାପନ କରିବା। ସେପଟେ ଟିକେ ବୁଲିକି ଆମେ ଦେଖିବା ମା ବୃନ୍ଦାବତୀଙ୍କ ମୁଣ୍ଡରେ ତୁଳସୀ ଗଛ, ମା ବୃନ୍ଦାବତୀକି ଆମେ କରିବା। ବହୁତ ଷ୍ଟୋରି ଅଛି, ସେ ବିଷୟରେ ତ ଆମେ ଆଲୋଚନା କରିବା ପଛରେ। ତେଣୁ ଆଜି କେବଳ ତୁଳସୀ ଗଛ ଉପରେ ଆମେ ତୁଳସୀକି କାହିଁକି ଆମେ ପୂଜା କରୁ, ସନାତନ ଧର୍ମରେ କାହିଁକି ପୂଜୁଛନ୍ତି ଲୋକମାନେ, ସେ ବିଷୟରେ ଆମେ ସାଙ୍ଗମାନେ ସମସ୍ତେ ଦେଖନ୍ତୁ। ଆମର ପ୍ରଭୁ ଜଗନ୍ନାଥ କଳ୍କି ବ୍ରହ୍ମଙ୍କ ପାଖରେ କେତେ ସୁନ୍ଦର ସବୁଜିମା। ଏପଟେ ଆମର ମା ବିମଳାଙ୍କ ମନ୍ଦିର, ଏବଂ ଦେଖନ୍ତୁ କେତେ ସୁନ୍ଦର ପ୍ରକୃତିର ସୁନ୍ଦର ସବୁଜିମା। ଓଙ୍କାର ଧାମ, ଓଙ୍କାର କ୍ଷେତ୍ର କଳ୍କି ଧାମ ଆମର ଏ ଉପସ୍ଥାପନା। ଆପଣମାନେ ପ୍ରକୃତିର ସୁନ୍ଦର ସବୁଜିମା ମଧ୍ୟରେ ପ୍ରଭୁ କଳ୍କି ଧାମ। ଆମେ ଦେଖନ୍ତୁ ଏଠି ମା ଲକ୍ଷ୍ମୀଙ୍କର ମନ୍ଦିର, କେତେ ସୁନ୍ଦର ମନ୍ଦିର ମାଙ୍କର। ଦେଖନ୍ତୁ କେମିତି ସୁନ୍ଦର ସବୁଜିମା, ନୀଳ ଆକାଶ, ପ୍ରକୃତିର ସବୁଜିମା। ପ୍ରକୃତିର ରୂପ ଗୁଣ ବର୍ଣ୍ଣନା କଲେ ଏମିତି କେତେ କୋଟି ବର୍ଷ ବିତିଯିବ, କିନ୍ତୁ ଆମର ବର୍ଣ୍ଣନା ସରିବ ନାହିଁ। ପ୍ରକୃତି ସର୍ବଶ୍ରେଷ୍ଠ, ସେଥିପାଇଁ ତାକୁ ଆମେ ବର୍ଣ୍ଣନା କରିବା ପାଇଁ ଅଯୋଗ୍ୟ। ତେଣୁ ଆମେ ଦେଖିବା ତୁଳସୀ ଗଛର ମହିମା ବିଷୟରେ ଆଲୋଚନା କରୁଥିଲେ। ତୁଳସୀ ପତ୍ରର ଯେଉଁ ଗୁଣ, ଆପଣ ଆୟୁର୍ବେଦ ଶାସ୍ତ୍ରକୁ ଯାଆନ୍ତୁ, ଆୟୁର୍ବେଦ ଶାସ୍ତ୍ରରେ ଦେଖିବେ ତୁଳସୀ ପତ୍ର ହେଉଛି ଆଣ୍ଟିଭାଇରାଲ। ଆଣ୍ଟିଭାଇରାଲ ଅର୍ଥ କ'ଣ? ଓଡ଼ିଆରେ ତାକୁ କୁହାଯାଏ ଭୂତାଣୁ ପ୍ରତିରୋଧୀ। ଭୂତାଣୁ ଯେଉଁମାନଙ୍କ ଦ୍ୱାରା ବହୁତ ପ୍ରକାର ରୋଗ ବୈରାଗ ସୃଷ୍ଟି ହୁଏ, ଭୂତାଣୁ ପ୍ରତିରୋଧୀ ହେଉଛି ଆଣ୍ଟିଭାଇରାଲ। ମେଡ଼ିକାଲ ସାଇନ୍ସର ପାଠ, ସାଇନ୍ସ କଥା କହିବା ନା। ତେଣୁ ଆପଣମାନେ ଖାଲି କହୁଛନ୍ତି ଆଧ୍ୟାତ୍ମିକ ବିଜ୍ଞାନର, ଆଧ୍ୟାତ୍ମିକ ଜଗତରେ, ସ୍ପିରିଚୁଆଲ ସାଇନ୍ସରେ ଆପଣମାନେ ସବୁ ଅନ୍ଧ ହୋଇଯାଇଛନ୍ତି। ତେଣୁ ଆପଣମାନେ ଟିକେ ସାଇନ୍ସ ଉପରେ ଆସନ୍ତୁ। ଆମେ ସାଇନ୍ସ କଥା କହିବା, ଆଧ୍ୟାତ୍ମିକ ବିଜ୍ଞାନକୁ ତା ସାଥିରେ ଯୋଡ଼ିବା, ପ୍ରମାଣ ରଖିବା, ସତ୍ୟତା ଅବଲୋକନ କରିବା। ତେଣୁ ତୁଳସୀ ଗଛରେ ବା ତୁଳସୀ ପତ୍ରରେ ଆଣ୍ଟିଭାଇରାଲ ପ୍ରପର୍ଟି ରହିଥାଏ। ଆପଣ ବହି ପଢ଼ନ୍ତୁ, ଆୟୁର୍ବେଦ ଶାସ୍ତ୍ରକୁ ଯାଆନ୍ତୁ, ଯେକୌଣସି ଆୟୁର୍ବେଦ ଡକ୍ଟରକୁ ପଚାରନ୍ତୁ, ସେ ମଧ୍ୟ କହିବେ। ତୁଳସୀ ପତ୍ରରେ ଆଉ କ'ଣ ଗୁଣ ରହିଛି ନା, ଏହା ଆଣ୍ଟି କାର୍ସିନୋଜେନିକ୍। କାର୍ସିନୋଜେନିକ୍, କ୍ୟାନ୍ସର ଶବ୍ଦରୁ କାର୍ସିନୋଜେନିକ୍ ହେଇଛି ହେଲା। ତେଣୁ କ୍ୟାନ୍ସର ହେବ ନାହିଁ। ତୁଳସୀ ପତ୍ର ଭାଇମାନେ ଶୁଣିଥାନ୍ତୁ ଭଲକିରି, ଯେଉଁମାନେ ଡେଲି ପ୍ରତ୍ୟହ ସେବନ କରୁଛନ୍ତି ତାଙ୍କୁ ଜୀବନରେ କେବେ କ୍ୟାନ୍ସର ହେବ ନାହିଁ, ହେବ ନାହିଁ ଗ୍ୟାରେଣ୍ଟେଡ଼। ଏ ବିଷୟରେ ଲେଖା ହେଇଛି, କିନ୍ତୁ ପ୍ରତ୍ୟହ ସେବନ କରୁଥିବା ଦରକାର। ଆଣ୍ଟି କାର୍ସିନୋଜେନିକ୍। ଏବଂ ତୁଳସୀ ପତ୍ର ମଧ୍ୟ ଆଣ୍ଟି ସ୍ପାଜମୋଡ଼ିକ୍ ହେଲା। ଯେଉଁ ଛୋଟ ଛୋଟ ଅଣୁଜୀବ, ଜୀବାଣୁ ଏଗୁଡ଼ା ସବୁ ଅଛନ୍ତି, ସେଗୁଡ଼ା ଶରୀରରେ ପ୍ରବେଶ କରୁଛନ୍ତି ଖାଦ୍ୟ ମାଧ୍ୟମରେ, ପାଣି ମାଧ୍ୟମରେ, ବାୟୁ ମାଧ୍ୟମରେ ଆମ ଶରୀରରେ ସବୁ ପ୍ରତ୍ୟେକ ପ୍ରବେଶ କରୁଛନ୍ତି। ତେଣୁ ଯଦି ଆମେ ତୁଳସୀ ପତ୍ର ଖାଉଥିବା, ସେ ମଧ୍ୟ ତାକୁ ପ୍ରତିରୋଧ କରିବ। ତେଣୁ ଆମ ଶରୀରରେ ରୋଗ ଜୀବାଣୁ ସୃଷ୍ଟି କରିବା ବା ବୃଦ୍ଧି କରିବାରେ ପ୍ରତିରୋଧ କରିବ। ତେଣୁ
तापर आम देखा यह आ गोटे शब्द अच्छी आंटी इनफ्लामेटरी अर्थ कौन जगार जो दर्ज होला हो प्रतिरोध करें। छड़ा तुलसी पत्र रे आंटी ऑक्सीडेंट प्रॉपर्टी रही है। आंटी ऑक्सीडेंट शब्दटा आसला आंटी ऑक्सीडेशन प्रोसेस ऑक्सीडेशन अर्थ सेल भितर जो ऑक्सीडेशन है सेल गुड़ा डैमेज है मरी मरी जाती तेणु सेल डैमेज को रोकवाई तुलसी पत्र रे गुण रही आंटी ऑक्सीडेंट प्रॉपर्टी। कारण आम मेडिकल जाऊे केते प्रकार औषध आंटी ऑक्सीडेंट खाऊे रोग वगैरह है आंटी ऑक्सीडेंट निश्चय डॉक्टर कहते तेणु आम से कथा विज्ञान हिसाब से आम कह आम क्या गोटे औषध दौने कि से विषय में आम आलोचना करना विज्ञान सम्मत हिसाब से जावा। तेणु तुलसी पत्र से आंटी ऑक्सीडेंट प्रॉपर्टी जेहेतु रही सेवन कले आमर सेल डैमेज हवा सेल ओल्ड एज हवा यही गुण गुड़ाक रही आमको सतेज यंग सेल गुड़ाक यंग रखिपर। तेणु भाई कौन असुविधा है तुलसी पत्र खाଇବା तुलसी पत्र जदि आम हिंदू सनातनी पूजा कलु आम सेवन विधि कलु कौन असुविधा है आप पेट मुंड बथा है आपड़ से विरोध में कहते जे तुलसी पत्र को पूजुंट तुलसी गछ को पूजुंट तुलसी पत्र खाऊ घरे तेणु आपण मैंने चिंता करूँ विज्ञान सम्मत हिसाब से पुनश्च आप देखिए छोट छोट छुआ मानक आगुरी ज्वर है आगुरी ए बटिया पटा नाला सब तुलसी पत्र मल दूसरा तार कारण कौन विज्ञान हिसाब से आम कहवा तुलसी पत्र रे आंटी पायरेटिक गुण रही है। पायरेटिक आंटी पायरेटिक अर्थ टेम्परेचर किलर जमती एबेका डेट्रे पारासीटामोल टैबलेट खाऊच सेमती आंटी पायरेटिक गुण पारासीटामोल टैबलेट जमी रही है सेमती तुलसी पत्र रे आंटी पायरेटिक गुण अच्छे भाई नेचर जिनस प्रकृति दत्त अमूर्त कहले चले साइड इफेक्ट नाई आखि बुझी 10टा जगार 15टा पत्र चोबे देले भी आपणकर देहपा किसी खराब हबार नाई रोग नथिले खातु रोग नथिले खातु किसी असुविधा जो प्रत्यय सेवन कर सब गुणर फायदा मिले। गोटे उदाहरण दूसरी ये जो गत कोरोना गला आम मास्क पिंधि बुलूँ घरे नुचिलु विभिन्न प्रकार कर्म करूँ डरिलु तादे सोशल सेवा कलु जदि दूर ठिया कारण काले इनफेक्शन होता भगवान को कृपार बची तेणु से समय मुझे देखी आम घर पाखे गोटे ब्राह्मण घर ना मु उल्लेख करना परिवार समस्त सका उठी गाधे सारिकी तुलसी पत्र मेजे मेजे खाऊले बाल्य आम देखीचु आखि देखी पिला माने खोला बुलूले बुढ़ा लोक भी खोला बुलूले मास्क नथिला क्या गोटे कोरोना कारण कौन एदर अनुमान करूँ आपण विज्ञान को लगातु आपणकर संपूर्ण ज्ञान को लगातु हाँ ता साथरे आपण आमर आध्यात्मिक साइंस बा स्पिरिचुअल साइंस को हाँ कोइनसाइड करूँ बुझंतु भाई भूल कौटी रहा असुविधा यदि आम तुलसी गछ को पूजा कले पत्र को आम प्रसाद भाया पाइले आमको एत उपकार मिलला असुविधा कौटी रही आज्ञा प्रकृति बड़ ना विज्ञान बड़ विज्ञान प्रकृतिर गोटे अंश डिस्कवरी अर्थ कौन डिस्कवरी खोजी 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 ये प्रकृतिर किछिटा जिनस पाइला तार तत्व लिखिदेला तार ल लिखिदेला कौन ना आम बहुत बड़ हो निजुक बड़ बोलेवा प्रकृति में एत जिनस पड़ी आज पर्यंत तार अनुसंधान हो पारि एत विशाल तेणु आध्यात्मिक विज्ञान प्रकृति को चैलेंज करने पूर्व आमको बहुत गुड़े रिसर्च करा पड़ो डिनाई आम डिनाई करने पूर्व कंप्लाई करवा एनालिसिस करवा एवं जो मैंने हजम कर पारना जे प्रकृत में सनातनी मैंने कहीं
ପୂଜା କରୁଛନ୍ତି, ତୁଳସୀ ପତ୍ରକୁ ପୂଜା କରୁଛନ୍ତି, ତୁଳସୀ ପତ୍ର ପ୍ରସାଦ ରୂପେ ପାଉଛନ୍ତି। ତୁଳସୀ ପତ୍ର ଭୋଗରେ ପଡ଼ିଲେ ଆମ ଜଗନ୍ନାଥ ମହାପ୍ରଭୁ ପାଆନ୍ତି। ଆମର ପ୍ରତି ଭୋଗରେ ତୁଳସୀ ପତ୍ର ପଡ଼ିଥାଏ। ତୁଳସୀ ପତ୍ର ପକାଇକି କାହିଁକିନା ଏମିତି ତ ଆମେ ଖାଇପାରୁନେ, ତେଣୁ ଭୋଗରେ ପଡ଼ିଲେ ଆମେ ସମସ୍ତେ ଖାଇବା। ତେଣୁ କ'ଣ ଅସୁବିଧା ହେଇଗଲା ଭାଇ? ଆଉ ଯଦି ଆଧ୍ୟାତ୍ମିକ ବିଜ୍ଞାନ ଉପରକୁ ଯିବେ, ତୁଳସୀ ଗଛର ମହିମା ବିଷୟରେ ବହୁ ଜ୍ଞାନୀ ଗୁଣୀ ମହାପୁରୁଷ ଅଛନ୍ତି, ସେ ବିଷୟରେ ସେମାନେ ବହୁତ ଜାଣିଛନ୍ତି। ମା ତୁଳସୀ ଦେବୀ କାହିଁକି ପୂଜା ପାଆନ୍ତି, ଲକ୍ଷ୍ମୀନାରାୟଣଙ୍କର କ'ଣ ସେଠି ଅବଦାନ ଅଛି, ସେ ବିଷୟରେ ସେମାନେ ଜାଣିଛନ୍ତି। ବହୁତ ପୁଙ୍ଖାନୁପୁଙ୍ଖ ଆଲୋଚନା କରେ। ମୁଁ ବିଜ୍ଞାନ ହିସାବରେ ଆପଣମାନଙ୍କୁ ଆହ୍ୱାନ କରୁଛି, ଆପଣମାନେ ଏ ଭିଡ଼ିଓକୁ ଶୁଣନ୍ତୁ, ଦେଖନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ। ସନାତନୀ ପ୍ରକୃତିର ପୂଜକ ସବୁ ବିଶ୍ୱର ସାରା ସମସ୍ତଙ୍କୁ ଯେ ବସୁଧୈବ କୁଟୁମ୍ବକମ୍ ବୋଲି ମାନନ୍ତି, ସାରା ବସୁଧାରେ ଯେତେ ମଣିଷ ଅଛନ୍ତି ତାଙ୍କୁ ଗୋଟିଏ ପରିବାର ବୋଲି ଗଣନ୍ତି ବା ସମ୍ମାନ କରନ୍ତି ବା ଗ୍ରହଣ କରନ୍ତି। ସେଇ ସନାତନୀ ଆମେ ନିଜକୁ ଗର୍ବ ଅନୁଭବ କରିବା ଯେ ଆମ ସଂସ୍କୃତି, ଆମ ପରମ୍ପରାରେ ବିଜ୍ଞାନ କୂଟ ହୋଇକି ଭରା ହେଇଛି। କେତେ ରିସର୍ଚ୍ଚ କରିବେ? କରନ୍ତୁ ନା, ଆସନ୍ତୁ ନା, ମୁଁ ଆହ୍ୱାନ କରୁଛି, ଆପଣ ଆସନ୍ତୁ ରିସର୍ଚ୍ଚ କରନ୍ତୁ। ତେଣୁ ଏଇ ଯେଉଁ ବସୁଧୈବ କୁଟୁମ୍ବକମ୍ ଶବ୍ଦ ଶୁଣୁଛନ୍ତି ସତ୍ୟାବଲୋକନରେ, ଏହାର ଅର୍ଥ ହେଉଛି ଭାଇମାନେ ଆପଣ ହେଉଛନ୍ତି ଆମ ଗୋଟେ ଭାଇ ବନ୍ଧୁ। ଆପଣ ଆସନ୍ତୁ, ଆମେ ଆପଣଙ୍କୁ ମଧ୍ୟ ପୂଜା କରୁ। କାହିଁକି? ଆମର ଲେଖା ଅଛି ସକଳ ଘଟେ ନାରାୟଣ। ଆପଣ ବି ଆମ ପାଇଁ ନାରାୟଣ। ଆପଣ ଆସନ୍ତୁ, ଆମେ ତୁଳସୀ ମାଳା ପିନ୍ଧେଇ ଆପଣଙ୍କୁ ଭୋଗରାଗ ଦେଇ ଧୂପ ଦୀପ ଦେଇ ପୂଜା କରୁ, କିଛି ଅସୁବିଧା ନାହିଁ। ଆମ ସଂସ୍କୃତି ପରମ୍ପରା ପ୍ରକୃତିର ସୃଷ୍ଟି, ପ୍ରକୃତିର ସେବକ ଆମେ। ତେଣୁ ଆମେ ଆତ୍ମାକୁ ଚିହ୍ନଉ, ଆମେ ଘଟକୁ ଚିହ୍ନଉ, ଆମେ ସାରା ବସୁଧାକୁ ଚିହ୍ନଉ, ଆମେ ସାରା ବିଶ୍ୱକୁ ଚିହ୍ନଉ। ତେଣୁ ଆପଣଙ୍କୁ ମଧ୍ୟ ଆମେ ପୂଜା କରୁ। ସକଳ ଘଟେ ନାରାୟଣ ମତେ। ତେଣୁ ଆଜିର ଉପସ୍ଥାପନା ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟସ୍ କରିବେ। ଏବଂ ଭାଇମାନେ, ଏଇସବୁ ଉପସ୍ଥାପନା କରିବା ପାଇଁ କିଛି ସମୟ ଉପଯୋଗ ହେଉଛି, କିଛି ନେଟ୍ ମଧ୍ୟ ଖତମ ହେଉଛି। ତେଣୁ ଆପଣମାନେ ଯଦି ଗୋଟେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ, ଏ ଅଧମର ଉତ୍ସାହ ଆହୁରି ବଢ଼ିଯିବ ଏବଂ କିଛି କାର୍ଯ୍ୟ କରିବାର ଶୈଳୀ ମଧ୍ୟ ପରିବର୍ତ୍ତନ ହେବ। ଯେଉଁ ପ୍ରଚେଷ୍ଟା ଜାରି ରହିଛି, ବହୁତ ବଡ଼ ଇଚ୍ଛା, ବହୁତ ବଡ଼ ସତ୍ୟାବଲୋକନ ହେବାକୁ ଯାଉଛି। ତେଣୁ ଆପଣମାନଙ୍କ ଆଶୀର୍ବାଦ ରହୁ। ତେଣୁ ଆପଣମାନେ ଦର୍ଶକ, ସଚେତକ, ନିର୍ଦ୍ଧାରକ, ଆପଣମାନେ ଏ ବିଷୟରେ ଟିକେ ଆଲୋଚନା ପର୍ଯ୍ୟାଲୋଚନା କରନ୍ତୁ ଏବଂ ମନ ଭିତରେ ଟିକେ ମନନ ଚିନ୍ତନ କରନ୍ତୁ, ଯେଉଁଥିପାଇଁ ଏ ଅଧମ ଆପଣଙ୍କ ପାଖରେ ଉପସ୍ଥାପନା କରିଥିବା ସତ୍ୟଟିକୁ ଅନୁଭବ କରିବା ପାଇଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଆଉ ଥରେ ପ୍ରଣାମ ଜଣାଇ ଆଜିର ଏ ଛୋଟ କାର୍ଯ୍ୟକ୍ରମକୁ ମୁଁ ଏଇଠି ସମାପ୍ତ କରିବା ପୂର୍ବରୁ ପ୍ରଭୁ ପତିତପାବନଙ୍କୁ ମୁଁ ପଛ ସାଇଡ଼ରୁ, ମନ୍ଦିରର ପଛ ପଟରୁ ପତିତପାବନକୁ ଦର୍ଶନ କରାଇ ଏ ଭିଡ଼ିଓଟିକୁ ଏଇଠି ସମାପ୍ତ କରୁଛୁ। ଜୟ ଜଗନ୍ନାଥ, ଜୟ କଳ୍କୀ ମହାପ୍ରଭୁ।